ଅନ୍ନଦାତା ବିନୟ ମହାପାତ୍ର। ସନାତନ ଆମ ଗାଁରେ ସେମିତି କେଉଁ ବଡ଼ ଏକ ନାମଜାଦ ଲୋକ ନଥିଲା କି ବଡ଼ ଚାଷୀଟିଏ ବି ନଥିଲା, ବେଶୀ ପାଠୁଆ ନଥିଲା କି ସେମିତି କିଛି ବଡ଼ କିମ୍ବା ଛୋଟ ମୋଟ ନେତାଟିଏ ବି ନଥିଲା। ଆପଣମାନେ ଭାବୁଥିବେ ଯେ ମୁଁ ତା ବିଷୟରେ କିଛି କହିବାକୁ କାହିଁକି ଆସିଛି ବା କାହିଁକି ବାଛିଲି। ଗାଁରେ ଏତେ ଲୋକ ଅଛନ୍ତି, ସେମାନଙ୍କ ବିଷୟରେ କହିବାକୁ ମୋତେ ବହୁତ କିଛି ମସଲା ମିଳିଥାନ୍ତା, କିନ୍ତୁ ଏମିତି କ'ଣ ଅଛି ଏ ସନାତନ ପାଖରେ ଜୀବନରେ ଯେ ଅନ୍ୟମାନଙ୍କୁ ଛାଡ଼ି ମୁଁ ସନାତନ ଭାଇର କଥା କହିବାକୁ କାହିଁକି ଭାବିଲି। ଏଇଥିପାଇଁ ଯେ କହୁଛି ସନେଇ କଥା, କାରଣ ତା ଘରଟା ଆମ ଗାଁ ମୁଣ୍ଡରେ। ମେଲାଣ ପଡ଼ିଆ ପାଖରେ ଯେଉଁ ବରଗଛଟା ଅଛି ତାଠୁ ଅଳ୍ପ ଦୂରରେ। ତା ଅଗଣାରେ ଠିଆ ହେଲେ ବରଗଛଟା ପୁରା ଦେଖାଯାଏ। ବରଗଛ ତଳେ କିଏ ବସିଛି କିଏ ଠିଆ ହୋଇଛି ପୁରା ଚିହ୍ନି ହୋଇଯାଏ। ସନେଇ ହେଉଛି ଆମ ସମାଜର ଗୋଟିଏ ନିର୍ଭୀକ ସୈନିକ। ଦେଶର ସୀମାର ବନ୍ଧୁକ ଧରି ପାହାର ଦେଉନି ସିନା, କିନ୍ତୁ ଦେଶ ସେବା କରିବାକୁ, ଦେଶବାସୀଙ୍କ ଥାଳିରେ ଭାତ ମୁଠାଏ ଦେବାକୁ ହଳ ବଳଦ ନେଇ ଭାଗ ଜମିରେ ତାର ରକ୍ତ ନିଗାଡ଼ି ଦିଏ। ଛନ୍ଦ କପଟ ଜାଣେ ନା, ରାଜନୀତିରେ ମୁଣ୍ଡ ଖେଳେ ନାହିଁ, ଦେଶ ଓ ବିଦେଶ କଥା ଜାଣେ ନା, ହେଲେ ସେ ତାର ଅଜାଣତରେ ଦେଶ ପାଇଁ କେତେ ଯେ କାମ କରିଯାଏ ତାର ତୁଳନା ନାହିଁ। ଛୋଟ କୃଷକଟିଏ ତାର ଜମିରେ ନିଜ ଝାଳ ନିଗାଡ଼ି ଦିଏ। ତାରି ଝାଳ ନିଗାଡ଼ି ଫସଲର ଅସଲ ଲାଭ ପାଇଥାଏ। ଲୋଭୀ ବେପାରୀ ଖାଇଯାଏ, ଆଉ ତା ପରିଶ୍ରମର ଫଳ ଉଚ୍ଚ ଦାମରେ କିଣି ଆମ ଖାଇବା ଥାଳିରେ ପରସି ଦିଆଯାଏ। ସେମିତି ନିରୀହ ଚାଷୀଟିଏ ହେଉଛି ସନିଆ। ଦିନେ ତାକୁ ପଚାରିଲି, ଆରେ ସନେଇ, ତୁ ଶୁଣିଛୁ ଆମ ନେତା କହୁଛନ୍ତି ଭଲ ଦିନ ଖୁବ୍ ଶୀଘ୍ର ଆସିବ, ସମସ୍ତଙ୍କର ସ୍ୱପ୍ନ ପୂରା ହୋଇଯିବ। ଆଚ୍ଛା, ଭଲ ଦିନ କହିଲେ ତୁ କ'ଣ ବୁଝୁ, କ'ଣ ଭାବୁ? ସନେଇ ଯାହା ଉତ୍ତର ଦେଲା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ସତରେ କହନ୍ତି ମାଟିର ମଣିଷଟିଏ ଯିଏ ମୁଣ୍ଡରୁ ନୁହେଁ ହୃଦୟରୁ ଭାବେ। ସନେଇ କହିଲା, ଆଜ୍ଞା, ଯେଉଁଦିନ ମୋ ବୁଢ଼ୀ ମା, ମୋ ପୁଅ ଝିଅ, ମୋ ସ୍ତ୍ରୀ ଦି ବକତ ପେଟ ପୂରେଇ ଖାଇବେ, ଯେଉଁଦିନ ଝଡ଼ି ବରଷାରେ ମୋ ଘର ଚାଳରୁ ପାଣି ଗଳିବନି, ଶୀତ କାକରରେ ମୋ ପିଲାଏ ହନ୍ତସନ୍ତ ହେବେନି, କି ମୋ ପରିବାରର କେହି ବି ରୋଗ ଯନ୍ତ୍ରଣାରେ ଭୋଗି ଔଷଧ ଟୋପାଏ ନ ପାଇ ମରିବେନି, ସେଇଦିନ ଆସିବ ଭଲ ଦିନ। ସନିଆ ପାଇଁ ସେ ଭଲ ଦିନ କେବେ ଆସିବ? ଏ ପ୍ରଶ୍ନ ମୋ ପାଇଁ ନୁହେଁ, ଆପଣଙ୍କ ପାଇଁ, ଆଉ ମୋ ଦେଶର 100 କୋଟିର ଅଧିକ ଜନତା, ମୋ ଦେଶର ରାଜନେତାଙ୍କ ପାଇଁ ଏକ ଯକ୍ଷ ପ୍ରଶ୍ନ, ଯାହାର ସିଧାସଳଖ ଉତ୍ତର ଆମ କାହା ପାଖରେ ନାହିଁ। ସନିଆ କ'ଣ ବହୁତ କିଛି ଆଶା କରି ବସିଛି? ସନାତନର ଛୋଟ ପରିବାରଟି। ପରିବାର କହିଲେ ବୁଢ଼ୀମା, ସ୍ତ୍ରୀ ସୁମତି, ବଡ଼ ପୁଅ ବିକାଶ। ଏଇ ଦଳକୁ ତାକୁ 9 ପୁରି 10 ଚାଲିଲା। ଗାଁ ପ୍ରାଇମେରୀ ସ୍କୁଲରେ ପଞ୍ଚମରେ ପଢ଼େ। ଝିଅ ସାନ, 8 ବର୍ଷର କେତକୀ ତୃତୀୟ ଶ୍ରେଣୀରେ ପଢ଼େ। ସନେଇ ଯେତେବେଳେ ଛୋଟ ଥିଲା ସେତେବେଳେ ତାର ବାପା ମରିଯାଇଥିଲେ। ମା ଥିଲା ବୋଲି ସନେଇ ମଣିଷ ହେଲା, ହାତକୁ 2 ହାତ ହେଲା। ବୁଢ଼ୀମା ଖୁବ୍ ସମ୍ଭାଳିଥିଲା ଘରକୁ। ସନିଆ ସେତେବେଳେ 8 ବର୍ଷର ଥିଲା। ସନିଆର ବାପା କେଉଁ ଅଜଣା ବେମାରୀରେ ମରିଗଲେ। ବୈଦେ କହୁଥିଲେ କୁଆଡ଼େ ରାଜପକ୍ଷୀ ହୋଇଯାଇଥିଲା ବୋଲି, ଜକ୍ଷ୍ମ ହୋଇଯାଇଥିଲା ବୋଲି। ପ୍ରଥମେ ତ କାଶ ହେଲା, ଖାସି ନୟନ୍ତ ହେଲାରୁ ବୈଦଙ୍କୁ ଦେଖାଇଲେ। ଜମିବାଡ଼ି ବିଲ କିଛି ବି ନଥିଲା, ମୂଲଚାଲ କରି ସେ ଘର ଚଳାଉଥିଲେ। ପଥି ପଞ୍ଚଣା ପାଇଁ ଋଣ କରଜ କିଏ ବା ଦେଇଥାନ୍ତା? ବଡ଼ କଷ୍ଟରେ କେଉଁଠି ଧାର ଉଧାର କରି ସନେଇର ମା ତା ବାପାକୁ ବୈଦ ପାଖକୁ ନେଇଗଲା। ବୈଦେ କିଛି ଔଷଧ ଦେଲେ। ମାସ 2ଟାରେ ହାଡ଼ କଙ୍କାଳ ଦିଶିଗଲା। ତାପରେ କାଶରେ ରକ୍ତ ପଡ଼ିଲା। ଦିନେ 15ଟାରେ ସବୁ ଶେଷ। 2ଟା 15ଟାରେ ସବୁ ଶେଷ। ସନେଇ ମା ବହେ କାନ୍ଦିଲା।
ଶେଷକୁ ସନେଇ ମୁହଁକୁ ଚାହିଁ କପାଳ ଆଦରି ପଡ଼ି ରହିଲା। ଘର ଘର ପାଇଟି କରି ସନେଇକୁ ବଡ଼ କଲା। ସନେଇ ଟିକିଏ ପରିବାର ହେଲାରୁ ମୂଲ ଲାଗିବା ଆରମ୍ଭ କରିଦେଲା। ମା' ପୁଅ ମିଶି କାମରେ ଲାଗିଗଲେ। 2 ପଇସା ଅଧିକ ଘରକୁ ଆସିଲା। ଖାଇବାକୁ 2 ଜଣ ମଣିଷ। ଦୁନିଆରେ ସ୍କୁଲ ଜୀବନ ବିଷୟରେ ବହୁତ କିଛି ଶିଖେଇ ଦେଇଥିଲା ବୁଢ଼ୀକୁ ତା ଜୀବନ କାଳ ଭିତରେ। ଭବିଷ୍ୟତ କଥାକୁ ଭାବି ବୁଢ଼ୀ 2 ପଇସା ଏକାଠି କରିବାରେ ଲାଗିଗଲା। ବର୍ଷ କେତେଟାରେ ଏତିକି ତ ହୋଇଗଲା କି ଯୋଡ଼ିଏ ବଳଦ ଆଉ ହଳ ଲଙ୍ଗଳ କିଣା ହୋଇପାରିବ। ଭାବିଲା ହଳ ଲଙ୍ଗଳ ହୋଇଗଲେ ସନେଇ ଆଉ ଅଧିକ 2 ପଇସାକୁ ରୋଜଗାର କରିପାରିବ। କିଛି ଅଧିକ ଯୋଡ଼ିଲେ ସନେଇକୁ ହାତକୁ 2 ହାତ କରିଦେଇ ଘରକୁ ବୋହୂ ଆଣିବି। ତେଣିକି ସନେଇର ପିଲାଛୁଆ ସଂସାରକୁ ଦେଖି ନିଶ୍ଚିନ୍ତରେ ସେ ଆଖି ବୁଜିବ। ନହେଲେ ଆର ପରକୁ ଯାଇ ସନେଇ ବାପକୁ କ'ଣ କହିବ? ଭୋକ ହିଁ ମଣିଷର ପରମ ମିତ୍ର, ପରମ ହିତୈଷୀ। ଭୋକ ନଥିଲେ ହୁଏତ ମଣିଷ ଜାତି କେଉଁ ଯୁଗରୁ ସମାପ୍ତ ହୋଇସାରନ୍ତାଣି, ଅବା ଆଜି ବି ବଣ ଜଙ୍ଗଲରେ ବାଘ ଭାଲୁଙ୍କ ସାଥିରେ ବୁଲୁଥାନ୍ତା। ମଣିଷର ସବୁ ପ୍ରେରଣାର ଧାର ତା ଭୋକରୁ ହିଁ ଆସେ। ଏହି ଭୋକ ହିଁ ମଣିଷକୁ ଜୀବିତ ରଖେ, କାମ କରିବାକୁ ପ୍ରେରିତ କରେ, ଆଗକୁ ବଢ଼ିବା ପାଇଁ ନୂଆ ବୁଦ୍ଧି ବିଚାର ଦିଏ। ଭୋକ କେବଳ ପେଟରେ ନଥାଏ। ଭୋକ ପାଇଁ କିଏ ଦେହ ବିକୁଛି ତ କିଏ ନିଜ ଦେହର ଭୋକ ମେଣ୍ଟାଇବାକୁ ଦେହ କିଣୁଛି। ଭୋକ କ୍ଷମତା ପାଇଁ, ଭୋକ ନାଁ କରିବା, ଭୋକ ଜ୍ଞାନ ପାଇଁ, ବିଜ୍ଞାନ ପାଇଁ, ଭୋକ ଈଶ୍ୱରଙ୍କ ଭକ୍ତି ପାଇଁ, ଏମିତି ଅନେକ ଭୋକ। ଏହି ଭୋକ ମଣିଷକୁ ସକାଳୁ ଉଠାଇ ଦିଏ ଆଉ ଦିନ ସାରା ବଦଳ ପରି ଖଟାଏ। ଭୋକ ନଥିଲେ କିଏ ବା କାହିଁକି ସକାଳୁ ଉଠନ୍ତା, କି ରାତି ନ ଶୋଇ ଦିନେ ରାତି 24 ଘଣ୍ଟା ଘଡ଼ିର ଘଣ୍ଟା ପରି ଠିକ୍ କରି କାମରେ ଲାଗିଥାନ୍ତା। ଯେତେବେଳେ ମଣିଷର ଭୋକ ସମାପ୍ତ ହୋଇଯାଏ ସେତେବେଳେ ଜାଣିବ ମଣିଷଟି ବି ସମାପ୍ତ ହେବାକୁ ଯାଉଛି। ସରକାର 2 ଟଙ୍କିଆ ଚାଉଳ ଦେଇ ଖଟିଖିଆ ଲୋକଙ୍କ ପେଟରେ ଭୋକକୁ ମାରିଦେଲେ ତ ଆଉ ମାରିଦେଲେ କାମିକା ମଣିଷମାନଙ୍କର କାମ କରିବାର ଇଚ୍ଛା ଏବଂ ଆବଶ୍ୟକତାକୁ ଆଉ ସେମାନଙ୍କର କାମ କରିବାର ଭୋକକୁ ସରକାର ଗୁଡ଼ାଏ ନିକମ୍ମା ଅଳସୁଆ କରିଦେଇଛନ୍ତି। ସରକାର ତ ରାଜନୀତି କରୁଛନ୍ତି, ଦାନା ଦେଖାଇ ଡେଣା କାଟି ଦେଉଛନ୍ତି, ଗୁଡ଼ାଏ କୀତଦାସ ତିଆରି କରିଛନ୍ତି 2 ଟଙ୍କିଆ ଚାଉଳ ବଦଳରେ। କାରଣ କାଲି ପୁଣି ଇଲେକ୍ସନ ହେବ। ସେତେବେଳେ ଏଇ ନିକମ୍ମା ମଣିଷ ଗୁଡ଼ାକ ତ କାମରେ ଆସିବେ, ଜୟ ଜୟକାର କରିବେ, ପୁଣି ଭୋଟ ଦେଇ ଜିତାଇ ଦେବେ। ଆଉ ଜନତା ଏନେଇ ବସିଥିବା ଚାତକଙ୍କ ପରି ପୁଣି ମହାଭାଗ କେଉଁ ନୂଆ ଯୋଜନା କରି ଦୟାବୃଷ୍ଟି କରିବେ। ମାଗଣାରେ ଅମୁକ ମିଳିବ, ସମୁକ ମିଳିବ, ଗୁଡ଼ାଏ ମାଗଣା ଖିଆ ନିକମ୍ମା ମଣିଷଙ୍କର ଦେଶ ବନିଯିବ। ଏବଂ ଏହି ଶସ୍ୟ ଶ୍ୟାମଳା ଭୂଇଁ ଦିନେ ଡାଙ୍ଗାରା ଭୂଇଁ ପାଲଟିଯିବ। ପେଟ ଚାଖଣ୍ଡକ ପାଇଁ ସମସ୍ତେ ଅନେଇ ବସିଛନ୍ତି ଏହି କୃଷକର ହାତକୁ। ସକାଳୁ ବେଗ ଧରି ହାଟ ବଜାରରେ ବୁଲି ବୁଲି ଖୋଜୁଛନ୍ତି ସଜ ବାଇଗଣ ଖଣ୍ଡେ କି ଶାଗ ବିଡ଼ାଟି ପାଇଁ। ଚୁଲି ମୁଣ୍ଡାରେ ଘରଣୀ ଅନେଇ ବସିଛି ଚାଉଳ ଖଣ୍ଡେ କି ଅଟା 2 ମୁଠା ପାଇଁ। ଖାଇଲା ବେଳେ କ'ଣ କେବେ କିଏ ମନେ ପକାଏ ସେହି ଅନ୍ନଦାତା ବିଚାର ଚାଷୀଟିର କଥା? ହଁ, ବେପାରୀ ବାପୁଡ଼ା ଖାଲି ଅନେଇ ବସିଛି। କେତେବେଳେ କ୍ଷେତରେ ଧାନ ପାଚିବ କି ପିଆଜ ଟମାଟର ଫଳିବ। କ୍ଷେତ ମୁଣ୍ଡରୁ ଆଣିବି ଚାରିଣୀ ଭାଉ ଦେଇ ପିଆଜ ଟମାଟର କିଣି ନେବେ ଆଉ ବଜାରରେ 50-60 ଟଙ୍କାରେ ବିକିବ। ବିଚାରା ଚାଷୀ ଖରା ତରାରେ ଝାଳ ରକତ ନିଗାଡ଼ି ଦେଇ ଖାଲି ହାତରେ ଅନେଇ ବସିଥିବ। ଫସଲ ପାଇଁ ଋଣ କରଜ କେଉଁଠି ମିଳିବ? କରଜ ସୁଝି ନ ପାରିଲେ 5 ହାତର ଦଉଡ଼ି ବେକରେ ବାନ୍ଧି ଗଛ ଡାଳରେ ଝୁଲେଇ ଦେବେ ନିଜକୁ। ଯେତେବେଳେ ସନେଇର ସାଇ ଭାଇ ଭେଣ୍ଡିଆ ପଳକ ପିଣ୍ଡାରେ କି ଗାଁ ମୁଣ୍ଡ ବରଗଛ ଚଉତରରେ ବସି ତାସ ଖେଳରେ ମସଗୁଲ ହେଉଥାନ୍ତି, ସେତେବେଳେ ସନେଇ ଲାଗିଥାଏ ତା କାମରେ।
ନିଜର ଜମି ବୋଇଲେ ତ ଖାଲି ଘର ଢିଅ ଖଣ୍ଡକ। ତେଣୁ ମହାନ୍ତି ଘର ଜମି ଭାଗରେ ଚାଷ କରେ। ମହାନ୍ତି ବୁଢ଼ା ଆଗରୁ ନିଜେ ଚାଷ କରୁଥିଲେ। ଦୁଇଟା ହଳିଆ କାମ କରୁଥିଲେ କ୍ଷେତରେ। 2 ହଳ ବଳଦ ବନ୍ଧା ହେଉଥିଲା ଗୁହାଳରେ, ଆଉ ବଉଳା ଗାଈର ଗୁହାଳ ଅଲଗା ଥିଲା। ପିଲାମାନେ ପାଠଶାଠ ପଢ଼ି ବଡ଼ ବଡ଼ ଅଫିସର ହୋଇଗଲେ। ଏବେ ପିଲାଛୁଆଙ୍କୁ ନେଇ ସହରରେ ରହୁଛନ୍ତି। ବୁଢ଼ାକୁ ମନା କରିଦେଲେ ଚାଷବାସ କରିବାକୁ। କହିଲେ ଆଜିକାଲି ଚାଷରେ କିଛି ଲାଭ ନାହିଁ। ବଜାରରେ ତ ସବୁ କିଛି ମିଳିଯାଉଛି କିଣିବାକୁ। ଚାଷ କରିବାକୁ ମାଟିରେ ଏତେ ହନ୍ତସନ୍ତ ହୋଇ ଲାଭ କ'ଣ? ଏକ ତ ହଳିଆ ରହିବାକୁ ଲୋକ ମିଳିଲେନି, ଉପରେ ଆଜିକାଲି ମୂଲିଆ ବି ମିଳୁନାହାନ୍ତି। କ'ଣ ଗୋଟିଏ ଛୋଟମୋଟ କାମ କରିବାକୁ? ହଳ ବଳଦ କଥାଟିଏ ବୁଝିବ। ଜମିବାଡ଼ି ଚାଷବାସ କିଏ କରିବ? ତା ଉପରକୁ ଏତେ କଷ୍ଟ କରି ପଇସା ଖର୍ଚ୍ଚ କରି ଚାଷ କରିବ। ଠିକ୍ ସମୟରେ ଯଦି ଇନ୍ଦ୍ର ଦେବତା ନାରାଜ ହେଲେ କି ଫସଲରେ ରୋଗପୋକ ଲାଗି ଗଲେ ତେବେ ସବୁ ସରିଲା। ବର୍ଷ ଯାକର ମେହନତ ଚୁଲିକି ଗଲା। ଚାଷରେ ଆଉ ମନ ବଳାଇଲେନି ମହାନ୍ତି ବାବୁ ବା ମହାନ୍ତି ବୁଢ଼ା। ଏବେ ଜମିବାଡ଼ି ସବୁ ପଡ଼ିଆ ପଡ଼ିଛି। 2 ବର୍ଷ ଆଗର କଥା। ଦୋଳମେଳାଣୀ ଯାତ୍ରାରେ ମହାନ୍ତି ବୁଢ଼ା ସାଙ୍ଗରେ ଦେଖା ହୋଇଗଲା ସନେଇର। ସନେଇ ଓଳିଗି କରିଲା ବା ନମସ୍କାର କଲା। ମହାନ୍ତି ବୁଢ଼ା ଗାଁରେ ଜଣେ ପୁରୁଖ ଲୋକ। ସମସ୍ତଙ୍କୁ ଚିହ୍ନନ୍ତି ଆଉ ଜାଣନ୍ତି। ଗାଁ ମାମଲାରେ ସମସ୍ତେ ତାକୁ ଡାକନ୍ତି। ନ୍ୟାୟ ନିଶାବ କି ଭାଇ ଭାଗ ସମୟରେ ସନେଇର ମା ନାଁ ଧରି ପଚାରିଲେ, ତୁ ପଞ୍ଚେଇ ପୁଅ ନା? ସନେଇ ମୁଣ୍ଡ ହଲେଇ ହଁ କଲାରୁ ଦୁଃଖ ସୁଖ ବୁଝି ପଚାରିଲେ, ତୋ ମା କେମିତି ଅଛି? ପୁଣି କହିଲେ, ବିଚାରି ଭାରି କାମିକା ମାଇପଟିଏ। ସବୁବେଳେ ତୋରି କଥା କହେ, ତୋରି ଚିନ୍ତା କରେ। ପୁଣି ପଚାରିଲେ, ଆଜିକାଲି କ'ଣ କରୁଛୁ? ସନେଇ କହିଲା, ହଳ ବଳଦ କଥା ଆଜିକାଲି କିଏ ଡାକିଲେ ଦିଏ, ମଜୁରିଆ କ୍ଷେତ ଜୋତି ଦେଉଛି ଆଉ। ମହାନ୍ତି ବୁଢ଼ା କହିଲେ, ଭଲ ଭଲ, ତୁ ତୋ ମା ପରି କାମିକା ପିଲାଟିଏ। ଦେଖୁନୁ ଆଜିକାଲି ଭେଣ୍ଡିଆ ଯାକ କେମିତି ନିକମ ହୋଇଗଲେଣି। ମାସରେ 4-6 ଦିନ କାମ କରି ଦେଲେ ମାସକ ପାଇଁ ଟଙ୍କାକିଆ ଚାଉଳ ଯୋଗାଡ଼ ହୋଇଗଲା। ବାକି ଦିନ ମାନ ସବୁ ଏଇ ବରଗଛ ତଳେ ବସି ତାସ ଖେଳରେ ବ୍ୟସ୍ତ। ଭୋକ ଲାଗିଲେ ଘରୁ ପଖାଳ କଂସା ଠୁଙ୍କି ଦେଇ ଆସିବେ। ଚିନ୍ତା କ'ଣ? ସରକାର ତ ସବୁ ସୁବିଧା କରିଦେଇଛି। ପିଲାଙ୍କୁ ବହିଠୁ ଡ୍ରେସ୍ ଯାଏଁ ସବୁ ମାଗଣା। ତା ଉପରେ ସ୍କୁଲରେ ମଧ୍ୟାହ୍ନ ଭୋଜନ। ବିପିଏଲ୍ କାର୍ଡ଼ ହେଇଗଲେ ତ ମାଗଣାରେ କୋଠା ଘର ବି ମିଳିଯାଉଛି। ଆଉ ବେଶୀ ମେହନତ ମଜୁରୀ କରିବା କ'ଣ ଦରକାର? ଆରେ ତତେ ବି ତ ଏମିତି ସବୁ ମିଳୁଥିବ। ସନେଇ ମୁଣ୍ଡ ହଲେଇ କହିଲା, ନାଇଁ ଆଜ୍ଞା, ଆମ କଥା ଆଜି କିଏ ପଚାରୁଛି? ଆମେ କୋଉ ଗାଈର ଗୋବର ଯେ ଏଯାଏଁ ମାମଲା ତାଙ୍କର ଶିଖିପାରିଲେନି। ବୁଢ଼ୀ ମା'ର ବିଧବା ପେନ୍ସନ୍ ପାଇଁ ସରପଞ୍ଚକୁ କେତେଥର କହିଲେ ଅଗଲା କୋଟା ଆସିଲେ କରିବେ। ଯାହା ଥିଲା ବଣ୍ଟା ସରିଲାଣି। ପଛରେ ଶୁଣିଲି କୁଆଡ଼େ ଲେନେଦେନ କଲେ କି ସୁପାରିଶ ଆଣିଲେ ମିଳୁଛି। ବଡ଼ ବଡ଼ିଆ ଯାକ ତ ଗରିବଙ୍କ ବିପିଏଲ୍ ଖାଉଛନ୍ତି, ଆଉ ଆମ କଥା ବୁଝୁଛି କିଏ? ମହାନ୍ତି ବୁଢ଼ା ମୁଣ୍ଡ ହଲେଇଲେ କହିଲେ, ହଁ ରେ, ହଁ, ଜାଣେରେ ସବୁ କଥା। ଆଜିକାଲିକା ନେତା ସବୁ ଏମିତି। ଏମାନେ କ'ଣ ଗାନ୍ଧୀ ନା ଗୋପବନ୍ଧୁ ହୋଇଛନ୍ତି ନା ହୋଇପାରିବେ? ସମସ୍ତେ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଛନ୍ତି। ଥରେ ସରପଞ୍ଚ ହୋଇଗଲେ ନିଜ 5 ପୁରୁଷ ବସି ଖାଇବାରେ ବନ୍ଦୋବସ୍ତ କରିବାରେ ସେମାନଙ୍କର 5 ବର୍ଷ ତ ଏମିତି ବିତି ଯାଉଛି। ଦେଶ ସେବା ଜନସେବା କରିବାକୁ ଫୁର୍ସତ କେତେବେଳେ? ମହାନ୍ତି ବୁଢ଼ା ପୁଣି କହିଲେ, ଆରେ ସନେଇ, ଗୋଟେ କଥା ଭାବିଥିଲି କରିବୁ। ସନେଇ କହିଲା, କୁହନ୍ତୁ ଆଜ୍ଞା, ଆପଣଙ୍କ କଥା ଆଜି ଯାଏ କିଏ ଟଳିଲାଣି ଯେ ମୁଁ ଟଳିଦେବି? ମହାନ୍ତି ବୁଢ଼ା କହିଲେ, ଆରେ ଟାଇମ୍ ସେମିତି କିଛି କଠିନ କଥା ନାହିଁ। କ'ଣ କହୁଥିଲି କି, ତୁ ତ ଜାଣିଥିବୁ 2 ବର୍ଷ ହେଲାଣି ମୁଁ ଚାଷ ବୁଡ଼େଇ ବସିଛି। ହଳିଆ ମୂଲିଆ ମିଳୁନାହାନ୍ତି। ତା ଉପରକୁ ମୋର ଆଉ ଦାଁ ଧପଡ଼ କରିବା ବୟସ ବି ଆଉ ନାହିଁ। ବାତ ବାହାରି ପଡ଼ିଲାଣି।
ଯେ ବେଶୀ ଚଲାବୁଲା କଲେ ଆଣ୍ଠୁ ଗଣ୍ଠି ଦରଜ ବାହାରି ପଡ଼ୁଛି। ପିଲାମାନେ ବି ମନା କରୁଛନ୍ତି ଚାଷ କରିବାକୁ। କହୁଛନ୍ତି ବଜାରରେ ତ ସବୁକିଛି କିଣିବାକୁ ମିଳିଯାଉଛି, ଚାଷ କରିବା କ'ଣ ଦରକାର। ତୁ କହିଲୁ, ସମସ୍ତେ ଯଦି ଏମିତି ଭାବି ଚାଷ ବନ୍ଦ କରିଦେବେ ତାହେଲେ ବଜାରକୁ ଚାଉଳ ହେଉ କି ପରିବା ଗଣ୍ଡକ କେଉଁଠି ଆସିବ? ଡାଲି ଚାଉଳ ତ ମେସିନରେ ତିଆରି ହେବନି। ଯେଉଁ ଦିନ ଚାଷୀ ବାପୁଡ଼ା ଚାଷ ବନ୍ଦ କରି ହାତ ବାନ୍ଧି ଚୁପ୍ ବସିଯିବ, ସେହିଦିନ ସମସ୍ତଙ୍କର ଭାତ ଥାଳି ବି ଶୂନ୍ୟ ହୋଇଯିବ। ମଣିଷ କ'ଣ ଟଙ୍କା କି ସୁନା ରୂପା ଖାଇ ପେଟ ଭରିବ? ତୁ ଯଦି ପାରିବୁ ଆମ ଜମିଯାକ ଭାଗରେ ଚାଷ କରୁନୁ। ଯେତେବେଳେ ଯାହା ଯେମିତି ଦରକାର ହେବ ମୁଁ ସାହାଯ୍ୟ କରିଦେବି। ପୋଖରୀ ତଳିଆ 7 ଏକର ଅଉଲ ଜମି, ଟିକେ ମେହନତ କଲେ ସୁନା ଫଳିବ। ଚାଷ କରିବୁ? ସନୟର ଆଖି ତଳକୁ ଉଠି ଆସିଲା ଖୁସିରେ। ଏଇଟା ତ ବହୁତ ଭଲ ପ୍ରସ୍ତାବଟିଏ, କିନ୍ତୁ 7 ଏକର ଜମି ଇଏ ତ ବହୁତ ବେଶୀ ତା ପାଇଁ। ଆଗରୁ ନିଜେ କେବେ ଚାଷବାସ କରେନି, ତଥାପି କହିଲା କରିବି ଆଜ୍ଞା, କିନ୍ତୁ 7 ଏକର ଜମିକୁ ଆଖି ପାଉନି। ଆପଣ ଟିକେ ବତେଇ ଦେଲେ ପ୍ରଥମେ 1-2 ଏକରରୁ ଆରମ୍ଭ କରିବି, ତାପରେ ପୁଣି ଆପଣ ଯେମିତି କହିବେ ସେମିତି କରିବି। ମାହାନ୍ତି ବିଡ଼ା ଖୁସି ହୋଇଗଲେ। କହିଲେ, ଜାଣିବା ବୁଝିବା ପିଲାଟି ତୁ, ଠିକ୍ କଥା କହିଛୁ। ଅଳ୍ପରୁ ଆରମ୍ଭ କରିବା ସବୁବେଳେ ଭଲ। ପାଦେ ଚାଲିଲେ କୋଷ ସରିଯିବ। ବ୍ୟସ୍ତ ହେବାର କିଛି ନାହିଁ, ମୁଁ ସବୁ ଶିଖେଇ ଦେବି ତୋତେ। କେବେ କ'ଣ କେମିତି କରିବୁ ବୋଲି ତୁ ଜମାରୁ ଚିନ୍ତା କରିବୁନି। ଆରେ ଚାଷ କରି ପରା ମୁଣ୍ଡରେ ଚୁଟି ପାଚିଗଲାଣି ମୋର। ଗୋଟିଏ ବର୍ଷରେ ତୁ ଚାଷବାସ ବିଷୟରେ ସବୁ ଜାଣିଯିବୁ। ତାପରେ ଦେଖିବୁ। ହଁ, କେବେ ବିହନ କି ସାର କିଣିବାକୁ ଦରକାର ପଡ଼ିଲେ କହିବୁ। ଟଙ୍କା ପଇସାରେ ବି ମୁଁ ତୋତେ ସାହାଯ୍ୟ କରିଦେବି। ସନ୍ଧ୍ୟାବେଳେ ଘରକୁ ଆସେ, ସବୁ କଥା ହୋଇଯିବା। ସେବେଠାରୁ ସନେଇ ଭାଗ୍ୟରେ ଚାଷ କରୁଛି। ମାହାନ୍ତି ବୁଢ଼ାର ଜମି 2 ଏକରରୁ ଆରମ୍ଭ କରିଥିଲା। ଗଲା ବର୍ଷ 4 ଏକର ଚାଷ କରିଥିଲା। ଏ ବର୍ଷ ସବୁ 7 ଏକର ଜମି ଚାଷ କରିବ ବୋଲି ଭାବିଛି। ସକାଳର ପହିଲି କାଉ କା କରିବା ବେଳକୁ ସନେଇ ତା ବଦଳ ହଳକୁ ଖାଇ ପିଇ କ୍ଷେତକୁ ବାହାରି ପଡ଼େ। ଅଣ୍ଠିରେ ତାର ମୁଢ଼ି 2 ମାଣ ବାନ୍ଧିନି, ସେଇତକ ତାର ସକାଳ ଜଳଖିଆ। ଦ୍ୱିପହର ବେଳକୁ ତା ଘରଣୀ ତା ପାଇଁ ପଖାଳ କଂସାଟେ ନେଇ ପହଞ୍ଚିଯାଏ କ୍ଷେତ ମୁଣ୍ଡରେ। ବେଳ ବୁଡ଼ିବା ଯାଏଁ କାମରେ ଉଠି ଯାଆନ୍ତି ସ୍ୱାମୀ ସ୍ତ୍ରୀ 2 ଜଣ। ମାଟିମାମା ସାଙ୍ଗରେ ମାଟିର ପୁଅ ଝିଅ ହୋଇ ଧାନ କଟା ହୋଇଗଲା ପରେ କ୍ଷେତରେ ତାର ପରିବା ଚାଷ କରିଦିଏ। ବାଇଗଣ, ଲଙ୍କା, ଶାଗ, କାକୁଡ଼ି, ଲାଉ ଠାରୁ ଆରମ୍ଭ କରି ଶୀତଦିନ କୋବି, ମୂଳା, ଟମାଟୋ, ମଟର, ପିଆଜ, ରସୁଣ ଆଦି ସବୁ କିସମର ଫସଲ। ସନେଇ କହେ, ଆପଣ ହାତ ଜଗନ୍ନାଥ। ଠାକୁରେ ହାତ ଦେଇଛନ୍ତି କାମ କରିବାକୁ, ମାଗିବାକୁ ନୁହେଁ। ତାରିପରି କେଉଁ ଏକ ଚାଷୀର ଝାଳରେ ଭିଜା ପରିବା ଆମର ରୋଷେଇ ଘରେ ରନ୍ଧାଯାଏ, ଆମରି ଖାଇବା ଥାଳିରେ ପରଷାଯାଏ। କିନ୍ତୁ କେହି କେବେ ବି ମନେ ପକାଏନି ସେଇ ମଳିମୁଣ୍ଡିଆ ଚାଷୀଟିର କଥା। ଦ୍ୱିପହର ଖରାରେ ମୁଣ୍ଡରେ ଠେକାଟିଏ ଭିଡ଼ି ଉତ୍ତାପ୍ତ ସୂର୍ଯ୍ୟ କିରଣରୁ ପିଠି ଦେଖାଇ ଝୁଙ୍କି ପଡ଼ିଥିବା ଧାନ କିଆରୀରେ ଅବା ଆଉ କେଉଁ ବାଇଗଣ ଗଛ ମୂଳରେ କେବେ ବି ମନେ ପଡ଼େନା ସେଇ ସନେଇ। ଲଞ୍ଚ ଟେବୁଲରେ ଗରମ ଭାତ ଥାଳି ଉପରେ ନେଇ ପଡ଼ି ସୁଆଦିଆ କୋବି ଆଳୁ ଝୋଳର ସ୍ୱାଦ ନେଲା ବେଳେ କେବେ କେହି ଭାବନା ଆଜି ବିଚାର ସନେଇ ତା ଲଞ୍ଚରେ କ'ଣ ଖାଇଥିବ। କଂସାଏ ପଖାଳ ସାଙ୍ଗରେ ବାଇଗଣ ପୋଡ଼ାଟିଏ କି ଶାଗ ଭଜାଟିଏ। ଦିନେ ଦ୍ୱିପହରରେ ସେଇ ଉଦୁଉଦିଆ ଖରାରେ ହେଉ କି ଧରା ଶ୍ରାବଣର ଝଡ଼ି ବର୍ଷାରେ ଭିଜି କେତେ ସନେଇ ଏମିତି ମେହନତ କରୁଛନ୍ତି। ଆମ ଖାଇବା ଥାଳିରେ ଭାତ ମୁଠାଏ ପାଇଁ କିମ୍ବା ରୁଟି 2 ପଟ ପାଇଁ ଖାଇଲା ବେଳେ କେବେ ବି ମନେ ପଡ଼େନା ଟାଙ୍ଗରା ଭୂଇଁରେ ଶସ୍ୟ ସାମଳ କରୁଥିବା ଆଉ ମାଟିରେ କାଦୁଅରେ ପଚ ଗାଧେଇ ପଡ଼ିଥିବା ସେଇ ସନେଇର କଥା। ବର୍ଷା ରାତିରେ
ପାଣି ଗଳୁଥିବା ତା'ର ସେଇ ଝାଳ ଛପର ତଳେ ଶୋଇ ଭାବୁଥିବା ତା ଜମିରୁ ଘାଇ ହୋଇ ଯାଉନି ତ? ଫସଲ ଠିକ୍ ନହେଲେ ସାହୁଙ୍କର କରଜ କେମିତି ସୁଝିବ? କେବେ ବି ହିସାବ ପାଏନା। ବେପାରୀ ତା'ଠାରୁ ଯେଉଁ ଟମାଟର କିଲୋ ଆଠିଣି ଦେଇ କିଣୁଛି ତାହା କେତେ ଦାମରେ ବଜାରରେ ବିକୁଛି ଆଠିଣି ହାତରେ ନେଇ ଖାଲି ଏତିକି ଭାବେ, ଏହି ଦାମରେ ଫସଲ ବିକିଲେ ତା'ର କରଜ କେମିତି ସୁଝିବ? ସେମିତି ଶୀତ ରାତିରେ ଗରମ ରେଜେଇ ତଳେ ଶୋଇ ଶୋଇ ଆମର କେବେ ବି ମନେ ପଡ଼େ ନା ସେହି ସୈନିକଟିର କଥା, ଯିଏ ବରଫ ଗଦା ଭିତରେ ଅଧା ପୋତି ହୋଇ ସାରା ରାତି ଯେମିତି ପହରା ଦେଉଥାଏ। କିନ୍ତୁ କେବେ କେଉଁ ସଭା ସମିତିରେ ଆମେ ବଡ଼ ଜୋର ସରରେ ଜୟ ଯବାନ ଜୟ କିଷାନର ସ୍ଲୋଗାନ ଦେଲେ ବେଳକୁ ଆମ ପାଟି କେବେ ଖନି ମାରିଯାଏନି। ଆଜି ବି ଯାଆନ୍ତୁ ସନେଇର ଗାଁ, ସନେଇକୁ ନିଶ୍ଚୟ ଦେଖିବେ। ସେଇ ମାଟିର ମଣିଷଟି କିପରି ମାଟି କାଦୁଅରେ ସାଲୁବାଲୁ ହୋଇ ଆପଣଙ୍କ ବ୍ରେକଫାଷ୍ଟ, ଲଞ୍ଚ, ଡିନର ଥାଳି ପାଇଁ ମାଟିରେ ମାଟି ହୋଇ ଭଳିକି ଭଳି ଫସଲ ଅମଳ କରୁଛି, ଆଉ ଆମ ପେଟକୁ ଖାଇବା ଯୋଗାଉଛି। ଏହି ଥିଲା ସନେଇର କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗେ ପ୍ଲିଜ୍ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏମିତି ପୁଣି ଗୋଟେ ନୂଆ ଟପିକ୍ ନେଇ ଭିଡ଼ିଓ ଆସିବି। ରହିଲି, ନମସ୍କାର, ଜୟ ଜଗନ୍ନାଥ।